ଚାଷୀ ଗୋଟେ ଭାରତବର୍ଷ ଗୋଟେ କୃଷି ପ୍ରଧାନ ରାଷ୍ଟ୍ର ଏବଂ ଏଥିରେ 80% ଲୋକ କୃଷି ଉପରେ ସିଧାସଳଖ ନିର୍ଭର କରନ୍ତି ଏବଂ ଆଜି କୃଷକମାନଙ୍କର ସମ୍ମାନ ନାଁରେ ସମ୍ମାନ ନିଧି ଯେଉଁ ଇଏ ଗୋଟେ ଯୁଗାନ୍ତକାରୀ ପଦକ୍ଷେପ ଏବଂ ନିଷ୍ପତ୍ତି ଏବଂ ଇଏ ଗୋଟେ ବୈପ୍ଳବିକ ପରିବର୍ତ୍ତନ ଚାଷୀମାନଙ୍କ କୃଷକ ସମାଜ ପାଇଁ ଏବଂ ଚାଷ ପାଇଁ ଏଇଟା ଗୋଟେ ବହୁତ ବଡ଼ ସମ୍ଭାବନାର କାର୍ଯ୍ୟକ୍ରମ ଗୋଟେ ନିରନ୍ତର ଭାବରେ ଚାଷୀର ରୋଜଗାରକୁ ଦୁଇଗୁଣା କରିବାର ଯେଉଁ ସଂକଳ୍ପ ପ୍ରଧାନମନ୍ତ୍ରୀ ମୋଦି ନେଇଥିଲେ ଏବଂ ଆଜି ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ଯୋଜନାରେ 20ତମ ଇନଷ୍ଟଲମେଣ୍ଟ ଆଜି ସେ ଦେଇଛନ୍ତି ଯେଉଁଥିରେ 9,70,00,000 ଚାଷୀଙ୍କୁ ଆଜି 21,000 କୋଟି ଟଙ୍କା ପ୍ରଦାନ କରାଯାଇଛି ଏବଂ ଆଜି ପର୍ଯ୍ୟନ୍ତ 3,70,000 କୋଟି ଟଙ୍କା ଚାଷୀମାନଙ୍କ ଖାତାକୁ ଯାଇଛି ସିଧାସଳଖ ଏବଂ ଗୋଟେ ନିରନ୍ତର ପ୍ରକ୍ରିୟାରେ ଚାଷୀମାନଙ୍କୁ କୃଷକ ସମ୍ମାନ ଯୋଜନାରେ କେବଳ ଏକଥା ଦିଆଯାଇନି ଏବଂ ଇଏ ସବୁ ସିଧାସଳଖ ଖାତାକୁ ଯାଇଛି ତା ଦେହରେ ଚାଷୀ ତାର ସମ୍ମାନ ବୃଦ୍ଧି ହେଉ ତାକୁ ସେ ନିଜ ଗୋଡ଼ରେ ଛିଡ଼ା ହେଉ ଆତ୍ମନିର୍ଭର ହେଉ ସ୍ୱଦେଶୀ ମୁଭମେଣ୍ଟର ଯେଉଁ ଅଗ୍ରଭାଗରେ ଯେଉଁ ରିଭଲ୍ୟୁସନ୍ ଚାଷୀମାନଙ୍କ ପାଇଁ ଆରମ୍ଭ ହୋଇଛି 14 ଲକ୍ଷ କୋଟି ଟଙ୍କା ଚାଷୀମାନଙ୍କୁ ସବସିଡି ଅଦ୍ୟାବଧି ଆମ ସରକାର ବିଜେପି ସରକାର ଦେଇଛି ଏବଂ ଦେଶରେ ୟାର ସୁଦୂରପ୍ରସାରୀ ପ୍ରଭାବ ରହିଛି ଚାଷୀମାନଙ୍କର ଆକାଉଣ୍ଟ ଜନଧନ ଯୋଜନାରେ 55 କୋଟି ଲୋକଙ୍କର ଯେଉଁ ଆକାଉଣ୍ଟ ଖାତା ଖୋଲା ହେଇଛି ତା ଦେହରେ 90% ଚାଷୀଙ୍କର ଯେଉଁମାନେ କେବେ ବ୍ୟାଙ୍କ ଆକାଉଣ୍ଟ କରିନଥିଲେ 55 କୋଟି ଆକାଉଣ୍ଟ ଆଜି ଅଛି ଜନଧନ ଯୋଜନାରେ ଇଏ ଗୋଟେ ବହୁତ ବଡ଼ ଯୋଜନା 3 କୋଟି ଭଉଣୀମାନଙ୍କୁ ଯେଉଁ ଲକ୍ଷପତି ଦିଦି କରିବାର ଯେଉଁ ସଂକଳ୍ପ ନେଇକି ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଛି ସେଥିରେ 1.5 କୋଟି ଭଉଣୀମାନେ ଲକ୍ଷପତି ଦିଦି ହୋଇସାରିଛନ୍ତି ଓଡ଼ିଶା ସର୍ବାଗ୍ରେ ଅଛି ଓଡ଼ିଶା 1 ନମ୍ବରରେ ଅଛି ଏବଂ 3 କୋଟିର ଯେଉଁ ଟାର୍ଗେଟ୍ ଅଛି ତାକୁ ମଧ୍ୟ ପୁରା କରିବା ପାଇଁ ସଂକଳ୍ପ ସେ ନେଇଛି ଚାଷୀ 1,310 ଟଙ୍କା ଧାନ କ୍ୱିଣ୍ଟାଲ ଥିଲା 2014 ମସିହାରେ ଆଜି ଚାଷୀ 2,369 ଟଙ୍କା ଧାନ କ୍ୱିଣ୍ଟାଲ ପାଇବ 1 ଅକ୍ଟୋବର ଠାରୁ ଚାଷ ଧାନ କିଣିବା ଆରମ୍ଭ ହେବ 1 ଅକ୍ଟୋବରରୁ 2,369 ଟଙ୍କା ଧାନ କ୍ୱିଣ୍ଟାଲ ପିଛା ପାଇବ ଇଏ ସାରା ଦେଶରେ ଯେଉଁ ଗୋଟେ 11 ବର୍ଷ ଭିତରେ 1,310ରୁ 2,369 ଟଙ୍କା ବ୍ୟବଧାନ ଜଳସେଚନ ଯୋଜନାରେ ସବୁ ଲୋକଙ୍କୁ ଜମିରେ ଜଳସେଚନ ଯୋଗାଇବା ପ୍ରଧାନମନ୍ତ୍ରୀ ଜଳସେଚନ ଯୋଜନା ଏବଂ କୃଷକମାନଙ୍କଠୁ ବିହନଠୁ ବଜାର ମାର୍କେଟିଂ ପର୍ଯ୍ୟନ୍ତ ତାଙ୍କୁ ଯେଉଁଭଳି ଭାବରେ ପ୍ରାଧାନ୍ୟ ଦେବା ପାଇଁ କୃଷକ ସମ୍ମାନ ଯୋଜନାରେ ତାର ଆର୍ଥିକ ସ୍ଥିତିକୁ ବଢ଼ାଇବା ଏବଂ ଚାଷ ପାଇଁ ତାର ଅର୍ଥ ବିନିଯୋଗ କରିବା ସ୍ୱାବଲମ୍ବ ହେବା ଯେଉଁ ଚାଷୀଙ୍କ ପାଇଁ ଆମେ ଆଜି ଯେଉଁମାନେ ଅଛନ୍ତି ଆମେ ଫସଲ ହେଲେ ଆମେ ଖାଉଛନ୍ତି ରହୁଛନ୍ତି ଆମକୁ ଯିଏ ଖାଦ୍ୟ ଯୋଗାଉଛନ୍ତି ତାଙ୍କୁ ଉପଯୁକ୍ତ ସମ୍ମାନ ଯଦି କେହି ଦେଇଛି ଭାରତୀୟ ଜନତା ପାର୍ଟିର ସରକାର ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦି ଏ କଥା ଯେଉଁ ପ୍ରକ୍ରିୟା ସଂକଳ୍ପ ନେଇଥିଲେ ଏବଂ ଆମେ କହିଥିଲୁ ସ୍ଲୋଗାନରେ ଭାରତୀୟ ଜନସଂଘଠୁ ଭାରତୀୟ ଜନତା ପାର୍ଟି ପର୍ଯ୍ୟନ୍ତ ହର ହାତ କୋ କାମ ହର କ୍ଷେତ କୋ ପାନି ଯେ ଯେଉଁ ଆମେ ପ୍ରତି ହାତକୁ କାମ ଦେବୁ ଆଉ ପ୍ରତି ଜମିକୁ ଜଳ ଦେବୁ ଏବଂ କୃଷିଭିତ୍ତିକ ଶିଳ୍ପ ତା ପାଇଁ ଲାଇସେନ୍ସ ଉଠିଗଲା ଏଗ୍ରୋ ବେସ୍ଡ ଇଣ୍ଡଷ୍ଟ୍ରି ଯିଏ କରିବ କୃଷିଭିତ୍ତିକ ଶିଳ୍ପ ଏବଂ ଆମେ ପ୍ରୋସେସିଂ ୟୁନିଟ୍ କରିବା ତା ଦେହରେ କୌଣସି ଅନୁମତି ନାହିଁ ଏବଂ ଏକୁ ଗୋଟେ ଆନ୍ଦୋଳନରେ ପରିଣତ କରିବା ପାଇଁ ଯେଉଁ ପ୍ରୟାସ ଆଜି ଯଶସ୍ୱୀ ପ୍ରଧାନ ନରେନ୍ଦ୍ର ଭାଇ ମୋଦି ନେଇଛନ୍ତି ଆଜି ଯେତେ ପ୍ରଶଂସା କଲେ କମ୍ ହେବ ଇଏ ଗୋଟେ ବହୁତ ବଡ଼ ଆନ୍ଦୋଳନ ଯେଉଁ ଆନ୍ଦୋଳନର ଅଗ୍ରଦୂତ ହେଲେ ଆଜି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦି ଆଜି এই ଯେଉଁ 3
3,70,000 କୋଟି ଟଙ୍କା ଚାଷୀ ଖାତାକୁ ସିଧାସଳଖ ଯିବା ଏବଂ ତାର ଆତ୍ମବିଶ୍ୱାସ ବଢ଼େଇବା, ତା ସ୍ୱାଭିମାନ ବଢ଼େଇବା ଏବଂ ଚାଷୀ ମନରେ ଯେଉଁ ଆଜି ଯେଉଁ ପ୍ରେରଣାର କେନ୍ଦ୍ରବିନ୍ଦୁ ଯେ ଆମେ କରିପାରିବା, ଅସମ୍ଭବକୁ ସମ୍ଭବ କରିପାରିବା, ଚାଷୀର ରୋଜଗାରକୁ ଦ୍ୱିଗୁଣ କରିବା ପାଇଁ ଯେଉଁ ସଂକଳ୍ପ କେବଳ କଥାରେ ନୁହେଁ କାମରେ ପରିଣତ କରିବା, ଏଭଳି ଯେଉଁ ଅଭିଯାନ ସେ ଆରମ୍ଭ କରିଛନ୍ତି ତାଙ୍କୁ ଆମେ ଆଜି ଅବସରରେ ଭାରତୀୟ ଜନତା ପାର୍ଟି ଓଡ଼ିଶା ପ୍ରଦେଶ ତରଫରୁ ତାଙ୍କୁ ଆମେ ଅଶେଷ ଧନ୍ୟବାଦ ଦେଉଛୁ ଏବଂ ଭଗବାନ ଶକ୍ତି ଦିଅନ୍ତୁ ସେ ଚାଷୀମାନଙ୍କ ପାଇଁ, କୃଷକମାନଙ୍କ ପାଇଁ, ସମାଜ ପାଇଁ ଆହୁରି ଅଧିକରୁ ଅଧିକ ସକ୍ରିୟ ହୋଇ କାମ କରିବା ପାଇଁ ନିଶ୍ଚିତ ଭାବରେ ତାଙ୍କୁ ଶକ୍ତି ମିଳୁ ଜଗନ୍ନାଥଙ୍କ ଆଶୀର୍ବାଦରୁ। ଚାଷ ଜମିକୁ ଜଳର କଥା କହିଲେ ଯେ ତା ପାଇଁ ମଧ୍ୟ ଚିନ୍ତା କରାଯାଉଛି। ଆଜି ଯେମିତି ମହାନଦୀ ଟ୍ରିବ୍ୟୁନାଲକୁ ନେଇକି ଉଭୟ ରାଜ୍ୟ ପକ୍ଷରେ ଆଜି ଟ୍ରିବ୍ୟୁନାଲ ଶୁଣାଣି ମଧ୍ୟ ଅଛି, ସମସ୍ତେ ଆଶା ରଖିଛନ୍ତି ନିଶ୍ଚିତ ଭାବରେ ଗୋଟେ କିଛି ସମାଧାନ ସୂତ୍ର ବାହାରିପାରେ। ତେଣୁ ଏକଥା ମଧ୍ୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଭୟ ରାଜ୍ୟର ବସି ଆଲୋଚନା କରିଥିଲେ ଯେ ସହମତି ଭିତ୍ତିରେ ଏହି କଥା ସମାଧାନ ହେବ। ଆପଣ କ'ଣ ସାର୍ ଆଜି ଆଶା ରଖିଛନ୍ତି? ଯେଉଁଥିରେ କା ବିରୁଦ୍ଧରେ କହିବା ତ ଉଚିତ ହେବନି। ଆମ ପ୍ରସଙ୍ଗଟାକୁ ଆପଣ ଡାଇଲ୍ୟୁଟ୍ କରୁଛନ୍ତି ମୁଁ ଜାଣୁଛି, କିନ୍ତୁ ଉତ୍ତର ନ ଦେବାଟା ବି ଉଚିତ ହେବନି। ଆଜି କିଷାନ ସମ୍ମାନ ଉପରେ କଥା ରହିଲେ ଭଲ ହୁଅନ୍ତା। ଆଜି ଯେଉଁ ଟ୍ରିବ୍ୟୁନାଲର ବିଚାର ହେବ ଦିଲ୍ଲୀରେ, ସେଥିରେ ଟ୍ରିବ୍ୟୁନାଲରେ ଖୁବ୍ ଶୀଘ୍ର ଏ ବିଷୟର ସମାଧାନର ରାସ୍ତା ବାହାରିବ। କାରଣ ଆମେ ବିଗତ ସରକାର ଯେଉଁମାନେ ଏ ଇସ୍ୟୁକୁ ଉଠେଇଥିଲେ, କହୁଥିଲେ ଛତିଶଗଡ଼ ସବୁ ବ୍ୟାରେଜ୍ କଲେ, ଡ୍ୟାମ୍ କଲେ, ଆମ ପାଣି ନେଇଗଲେ, ଆମେ କ'ଣ କଲେ? ଓଡ଼ିଶା ସରକାର ସେ ସମୟରେ ଗୋଟିଏ ବ୍ୟାରେଜ୍ ପାଇଁ ଗୋଟିଏ ଯୋଜନାର ପାଇଁ ବିଧାନସଭାରେ ଉତ୍ତର ଦେଲେ କୌଣସି ଯୋଜନା ଆମର ନାହିଁ। ଯୋଜନା ନାହିଁ ତ ପୁଣି କରିବ କେମିତି? ପାଣି ତ ସମୁଦ୍ରକୁ ପଳାଉଛି। ଜମି ପାଣିର ମ୍ୟାନେଜମେଣ୍ଟ ହେଲେ, ପାଣି ଅଟକା ନ ଗଲେ, ତାର ମ୍ୟାନେଜମେଣ୍ଟ ନହେଲେ, ଆମେ ଯଦି ନମ୍ବର ଅଫ୍ ବ୍ୟାରେଜ୍ ନ କରିବା ତାହେଲେ ପାଣି ସମୁଦ୍ରକୁ ଯାଉଛି। ଆମ ପାଣି ନା ଶିଳ୍ପରେ ଲାଗୁଛି, ନା ଚାଷରେ ଲାଗୁଛି, ନା ପିଇବା ପାଣି। ଆଜି ଯେଉଁ ପିଇବା ପାଣିର ଆବଶ୍ୟକତା ଅଛି ତାର କୌଣସି ସୁଦୂର ପ୍ରସାରୀ ପରିଣାମ ଆମକୁ ମିଳୁଛି। ପାଣି ହେଉଛି, ଜଳ ହେଉଛି ଜୀବନ। ଆମେ ଚାଷ ପାଇଁ ପାଣି ଦରକାର, ପିଇବା ପାଇଁ ପାଣି ଦରକାର, ଶିଳ୍ପ ପାଇଁ ପାଣି ଦରକାର। ତେଣୁ ଆମେ ଅଟଳ ବିହାରୀ ବାଜପେୟୀଙ୍କ ସମୟରୁ ଇଏ ଗୋଟେ ବିଷୟ, ଲମ୍ବା ବିଷୟ, ସମୁଦ୍ରକୁ ପାଣି ଯାଉଛି, ତାର ମ୍ୟାନେଜମେଣ୍ଟ ଆମେ କରିବା। କିନ୍ତୁ ବିଗତ ଦୁର୍ଭାଗ୍ୟ ଯେ ବିଗତ ସରକାର ସେ ବିଷୟରେ କୌଣସି ସୁଚିନ୍ତିତ ଯୋଜନା କଲେନି, ଗୋଟିଏ ପ୍ରୋଜେକ୍ଟ ରିପୋର୍ଟ ବନେଇଲେ ନାହିଁ, ଯେଉଁ କାରଣରୁ ଓଡ଼ିଶା ଆଜି ଅବସ୍ଥାରେ ଅଛି। ଖୁବ୍ ଶୀଘ୍ର ତାର ସମାଧାନର ରାସ୍ତା ବାହାର କରାଯାଉଛି ଏବଂ ଆମ ମୁଖ୍ୟମନ୍ତ୍ରୀ ବି ଲାଗିଛନ୍ତି, ପ୍ରଧାନମନ୍ତ୍ରୀ, ଅନ୍ୟମାନଙ୍କ ସହ ଆଲୋଚନା ଚାଲିଛି ଯେ ଖୁବ୍ ଶୀଘ୍ର ତାର ସମାଧାନ ରାସ୍ତା ବାହାରିବ। ଟ୍ରିବ୍ୟୁନାଲ ତ କେସ୍, ଏ ଯେଉଁ ଟ୍ରିବ୍ୟୁନାଲ ମାଧ୍ୟମରେ ଆଜି ଯେଉଁ ଡେଟ୍ ଅଛି, ଡେଟ୍ ପରେ ଡେଟ୍ ହେବ, ଡେଟ୍ କେମିତି ଡେଟ୍ ବନ୍ଦ ହେବ ଏବଂ ସମାଧାନ ରାସ୍ତା ବାହାରିବ। ଆମେ ମହାନଦୀ କେବଳ ନୁହେଁ, ସବୁ ନଦୀକୁ କିଭଳି ଭାବରେ ସଂଯୋଗୀକରଣ କରିବା ଏବଂ ନଦୀରେ କେମିତି ଜଳସେଚନ ବ୍ୟବସ୍ଥା ପର୍ଯ୍ୟାପ୍ତ ହେବ। 12% ଜମିରେ ଜଳସେଚନ ଅଛି 78 ବର୍ଷ ସ୍ୱାଧୀନତା ପରେ। କାଗଜପତ୍ରରେ 17% ଅଛି। ଗୋଟିଏ ଫସଲ ପାଇଁ ଅଛି। ଲୋ ପ୍ରେସର ନହେଲେ ଓଡ଼ିଶାରେ ଧାନ ହେବନି। ମନସୁନ୍ ଉପରେ ଭରସା କରିକି ଚାଷ ଓଡ଼ିଶାରେ ହେଉନାହିଁ ଏବଂ ଆଜି ଗୋଟିଏ ଫସଲରେ ବି ଆମେ ରେକର୍ଡ ଧାନ ଅମଳ କରୁଛୁ। ଆମେ ପଞ୍ଜାବ ପରେ ଓଡ଼ିଶା ହେଉଛି ସେକେଣ୍ଡ ହାଇଏଷ୍ଟ ପ୍ରୋକ୍ୟୁରମେଣ୍ଟ ଷ୍ଟେଟ୍, ଯେଉଁଠି ଆମେ ଗୋଟିଏ ଫସଲ କରିକି ବି ଧାନ ଫସଲ ଆଗକୁ ଯାଉଛୁ। ମକାରେ, କପାରେ ଆମେ ବହୁତ ଜିନିଷରେ ସର୍ବନିମ୍ନ ଜଳସେଚନ ବ୍ୟବସ୍ଥାରେ ଏତିକି ବାଟ ଆମେ ଯାଇଛୁ। ଯଦି ଆଜି ମଧ୍ୟପ୍ରଦେଶ ଆମ ତଳେ ବି ଥିଲା 7% 8% ଜଳସେଚନରୁ ସିଏ ଆଜି 5ଟା କ୍ରପ୍ କରିବାର ସମର୍ଥ ହେଲେଣି। ଆମେ ମଧ୍ୟ ସେଥିରେ ଆମ ପାଖରେ ସେକେଣ୍ଡ ହାଇଏଷ୍ଟ ୱାଟର ରିସୋର୍ସେସ୍ ଅଛି। ଉତ୍ତରପ୍ରଦେଶ ଆମର 4 ଗୁଣା ରାଜ୍ୟ, ହାଇଏଷ୍ଟ ୱାଟର ରିସୋର୍ସ ତାଙ୍କ ପାଖରେ ଅଛି, ସେକେଣ୍ଡ ହାଇଏଷ୍ଟ ଆମ ପାଖରେ ଅଛି। ଏବଂ ଆମେ ଯଦି ଜଳସେଚନ ବ୍ୟବସ୍ଥାକୁ ଆମେ ମ୍ୟାନେଜମେଣ୍ଟ ଠିକ୍ ଭାବରେ କରିବା, ଆମ ପାଖରେ ପର୍ଯ୍ୟାପ୍ତ ବ୍ୟବସ୍ଥା ଅଛି। ଯେଉଁ ଆଇନ କାନୁନର ବ୍ୟବସ୍ଥା ଅଛି ତାକୁ ଯଦି ସେ ଓଭରକମ୍ ଆମେ କରିକି କାମରେ ଲାଗିବା, ତାହେଲେ ମୁଁ ଭାବୁଛି ଯେ ଓଡ଼ିଶାରେ ଯେଉଁ ସମ୍ଭାବନା ଅଛି, ଆମ ପାଖରେ ସେକେଣ୍ଡ ହାଇଏଷ୍ଟ ୱାଟର ରିସୋର୍ସେସ୍କୁ ବିନିଯୋଗ କରିପାରିବା। ଆଉ ଓଡ଼ିଶାରେ ପାଣି ଅଛି ମାନେ ସବୁ ଅଛି। ମୁଁ ସେଟା ମୋ ତରଫରୁ କହିବା ଉଚିତ ହେବନି।
से प्रक्रिया बहुत आगू जाइए खूब शीघ्र से व्यवस्थार समाधान होगा जाऊँगी ट्रिब्यूनाल जेहेतु से करते ट्रिब्यूनाल केस रे आम विषय उपस्थापन करवा डेट आज शनिवार आज से डेट अच्छी से करा किंतु पॉलिटिकल राजनैतिक समाधान होगा खूब शीघ्र तापाई प्रक्रिया आरंभ होती केंद्र राज्य आम तरफ एवं से निश्चित मोर आशावादी मु छत्तीसगढ़ एवं निश्चय ये व्यवस्था को ग्रहण कर किसी प्रोब्लेम बहुत बेसी अच्छी मत लगुनि समाधान रास्ता बाहर कांग्रेस सांबादिक संमेलन करथिला कृष्णचंद्र महापात्रଙ୍କ ଉପରେ ଆଲିଗେସନ ଆଣିଛି କି ମିଥ୍ୟା ସତ୍ୟପାଠ 2026 ନିର୍ବାଚନ से ଦେଇଥିଲେ ଜମି କିଣା ଦୁର୍ନୀତି जो विषय आम खोला बही आम राजनीति जीवन लोकंर खोला बही चर्चा हम आलोचना हम जहाँ जो भूल त्रुटि थी आम जो फोरम रे आलोचना हवा कथा करा टीम ओडिशा आपण आगे ठीक समय हम केंद्र केंद्र आम राष्ट्रीय दल केंद्र तरफ से घोषणा जेबे जेबे आमर जो टेक्निकालिटी अच्छी से घोषणा हम बहुत बहुत आपको ठीक समय जन दि जाए आप अपेक्षा करूँ सब गोटे पर गोटे आस जो दिन केंद्र सभापति घोषणा होपर ओडिशार टीम घोषणा होता हूँ व्यवस्था आम संवैधानिक व्यवस्था निगम बोर्ड आम जब बसिक चूड़ांत करूँ से निष्पत्ति घोषणा हो डेडलाइन ना प्रयास अच्छी खूब शीघ्र हम केवे हम केंद्रीय टीम कहीपर पचारे दिल्ली में आपंकर जो फोरम अच्छी से पचारे